ଆମର ସାମ୍ବାଦିକ ହେବା ପାଇଁ ଯୋଗାଯୋଗ କରନ୍ତୁ। ଅନେକ ଗାଁରୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇକି ନିଶା ବାଦ୍ୟ ନେଇକି ନାଚି ଡେଇଁ ରୀତିନୀତି ଅନୁଯାୟୀ ପର୍ବରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଛନ୍ତି। ଜାନି ଘରୁ ବିଧି ଅନୁସାରେ ବୋଧା ଘରଣୀ ଘରକୁ କଡ଼ା ସୁରକ୍ଷାରେ ନେବା ପରେ ସେଠାରେ ମାଉଁସ ଚୋରି କରିଥିଲେ ଆଦିବାସୀମାନେ। ବୋଦା ବଳି ଦେବା ସହିତ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଆଦିବାସୀମାନେ ମାଉଁସ ନେଇ ନିଜ ନିଜ ଗାଁକୁ ଫେରିଛନ୍ତି। ଆଉ ଏ ପର୍ବରେ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଥିବା ବେଳେ ଲୋକ ଏ ପର୍ବରେ ସାମିଲ ହୋଇକି ଖୁସି ମନାଇଛନ୍ତି। ପ୍ରକୃତିକୁ ଆଦିବାସୀ ସଂସ୍କୃତି ହିଁ ପୂଜା କରେ। ପାହାଡ଼କୁ ଦେବତା ଓ ଧରଣୀ ଦେବୀ ରୂପେ ମାଟି ମା'କୁ ପୂଜା କରିଥାନ୍ତି। କେଉଁ ଆଦିମ କାଳରେ ମାଟି ମା'କୁ ସନ୍ତୁଷ୍ଟ କରିବା ପାଇଁ କୁଆଁରୀ ଝିଅର ବଳି ଦେବାକୁ ପଡୁଥିଲା। ସେ ଆଦିବାସୀ ପରମ୍ପରାର ଗଣପର୍ବ ହେଉଛି ଟୋକିମରା। ମାଟିମା ପ୍ରତି ସମର୍ପଣ ଆଉ ଭାବର ପର୍ବ, ମନୋରଞ୍ଜନର ପର୍ବ। ଆଜି ଆଦିବାସୀ ପରମ୍ପରାରେ ଗଣପର୍ବ ପାଲଟିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଦେଖିବା ଏ ରିପୋର୍ଟଟି। ମା ମାଟିକୁ ସନ୍ତୁଷ୍ଟ କରି ଭଲ ଚାଷ, ଭଲ ସ୍ୱାସ୍ଥ୍ୟ ଓ ସୁଖ ଶାନ୍ତିରେ ଜୀବନଯାପନ ପାଇଁ କେଉଁ ଆବାହମାନ କାଳରୁ ଆଦିବାସୀ ସମ୍ପ୍ରଦାୟର ଲୋକ ଟୋକି ପର୍ବ ପାଳନ କରିଆସୁଛନ୍ତି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଆଦିବାସୀମାନେ ପାଳନ କରିଥାନ୍ତି ଏହି ଟୋକି ପର୍ବ। ଏ ବର୍ଷ ଥୁଆମୂଳ ରାମପୁର ବ୍ଲକ ଗୁଣପୁରଠାରେ 50 ବର୍ଷ ପରେ ଟୋକିମରା ପର୍ବ ପାଳନ କରିଛନ୍ତି। ପର୍ବରେ ଆଖପାଖ ଅଞ୍ଚଳ ସହିତ ରାୟଗଡ଼ା ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିଲା। ବାଜାର ତାଳେ ତାଳେ ନିମନ୍ତ୍ରିତ ଜାନି ସହିତ ସ୍ଥାନୀୟ ଯୁବକମାନଙ୍କ ନାଚ ପର୍ବରେ ମନ ମୋହୁଥାଏ ଏ ପର୍ବଟି। ଦେବୀଙ୍କର ପୂଜା ପାଇଁ ଜାନି ପୂଜାରୀମାନେ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ପ୍ରାଚୀନ କାଳରେ ଆଦିବାସୀ ସମ୍ପ୍ରଦାୟର ଲୋକ ଧରଣୀ ମା'କୁ ସନ୍ତୁଷ୍ଟ କରିବାକୁ ଯାଇ କୁଆଁରୀ କନ୍ୟାକୁ ବଳି ଦେଉଥିଲେ। ପ୍ରଥା ଥିଲା ଯେ କୁଆଁରୀ କନ୍ୟାକୁ ବଳି ଦେଲେ ଗାଁର ମଙ୍ଗଳ ସହିତ ଗାଁରେ ଭଲ ଫସଲ ହେବ, ପରିବାରରେ ଖୁସି ରହିବେ। ତେଣୁ କୁଆଁରୀ କନ୍ୟାକୁ ମା'ଙ୍କ ଉଦ୍ଦେଶ୍ୟରେ ବଳି ଦିଆଯାଉଥିଲା। ସେବେଠୁ ପର୍ବର ନାଁ ହେଉଛି ଟୋକିମରା ପର୍ବ। ଶିକ୍ଷା ଏବଂ ସଭ୍ୟତା ବିକାଶ ହେବା ସହିତ ପରମ୍ପରାର ପରିବର୍ତ୍ତନ ହେବା ଫଳରେ ମଣିଷ ବଳିକୁ ବାଦ୍ ଦେବା ସହିତ ଏବେ ଟୋକି ପର୍ବରେ ମେଣ୍ଢାକୁ ବଳି ଦିଆଯାଉଛି। ଟୋକି ପର୍ବରେ ହୋଇଥିବା ରାଗ, ରୁଷା, ଅଭିମାନ ଭୁଲିବା ପାଇଁ ଗାଁର ଯୁବକ ଯୁବତୀ ଧଙ୍ଗଡ଼ା ଧାଙ୍ଗରେ ନିମନ୍ତ୍ରିତ ଅତିଥି ବା ଗାଁର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏକ ଖଟିଆରେ ବୋହି ପରବ ବଜାରରେ ତାଳେ ତାଳେ ଧରଣୀ ଦେବୀଙ୍କ ଚତୁଃପାର୍ଶ୍ୱରେ ନଚାଇଥାନ୍ତି। ଆଦିବାସୀ ଯୁବକ ମହୁଲି ମଦର ନିଶାରେ ମସଗୁଲ ହୋଇ ପର ବଜାର ଢୋଲର ତାଳେ ତାଳେ ନାଚ ଗୀତରେ ବିଫଳ ହୋଇପଡ଼ିଥାନ୍ତି। ଟୋକିମରା ପର୍ବ ଏକ ବନ୍ଧୁମିଳନ ସହିତ ଭାଇଚାରା ସୃଷ୍ଟି କରିବାର ଏକ ନିଆରା ପରମ୍ପରା। ପୂର୍ବପୁରୁଷରୁ ଚାଲି ଆସୁଥିବା ଏହି ଟୋକିମରା ପର୍ବ ଏବେ ବି ଏଠାକାର ଲୋକ ଧୁମ୍ଧାମ୍ରେ ପାଳନ କରିଆସୁଛନ୍ତି। କଳାହାଣ୍ଡିରୁ ବିଷ୍ଣୁଚରଣ ସାଏଙ୍କ ରିପୋର୍ଟ, ସୃଷ୍ଟି ନ୍ୟୁଜ୍। PRGI ସ୍ୱୀକୃତିପ୍ରାପ୍ତ ଓଡ଼ିଆ ଖବରକାଗଜ, ଖବର ପଛର ଖବର ଏବଂ ଆମ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ନ୍ୟୁଜ୍ ଓ ପଲିଟିକାଲ ଖଟି ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ, ମହାନଗର ନିଗମ, ମ୍ୟୁନିସିପାଲିଟି ଓ NAC ଅଞ୍ଚଳରେ ସାମ୍ବାଦିକ ଆବଶ୍ୟକ।